କଳାହାଣ୍ଡି ଜିଲ୍ଲାର ମତ୍ସ୍ୟ ଚାଷ କରି ଆଶାନୁରୂପକ ଉତ୍ପାଦନ ବୃଦ୍ଧି କରି ମତ୍ସ୍ୟଚାଷୀମାନଙ୍କ ମନରେ ଆଗ୍ରହ ଆଣିବା ଦିଗରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂସ୍ଥା କର୍ତ୍ତବ୍ୟ ଦ୍ୱାରା ଏକ ଅଭିନବ ପ୍ରୟାସ ରହିଛି। ଚାଷୀଙ୍କ ଦୈନନ୍ଦିନ ଚାଷ କାର୍ଯ୍ୟରେ ବୈଷୟିକ ସହାୟତା ପାଇଁ ଗ୍ରାମପଞ୍ଚାୟତ ସ୍ତରରେ ମତ୍ସ୍ୟ ସଖୀମାନଙ୍କ ଉନ୍ନତ ମାଛ ଚାଷ ଉପରେ ଦକ୍ଷତା ବୃଦ୍ଧି କରିବା ଦିଗରେ ହୋଟେଲ ଜୟସ୍ ଜୁନାଗଡ଼ଠାରେ ଏକ ଦିନିକିଆ ତାଲିମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ 30ରୁ ଊର୍ଦ୍ଧ୍ୱ ମତ୍ସ୍ୟ ସଖୀ ଯୋଗଦାନ କରି ମାଛ ଚାଷର ବିଭିନ୍ନ ଦିଗରେ ଶ୍ରୀ ବିରଞ୍ଚି ନାରାୟଣ ରାଉତ ଅବସରପ୍ରାପ୍ତ ଅତିରିକ୍ତ ମତ୍ସ୍ୟ ଅଧିକାରୀ ତାଲିମାର୍ଥୀମାନଙ୍କୁ ଜ୍ଞାନ ପ୍ରଦାନ କରି ନିଜସ୍ୱ ସମ୍ପୃକ୍ତକରଣ ପାଇଁ ସର୍ଗେଗୁଡ଼ା ପୋଖରୀରେ ପ୍ରଦର୍ଶନ କରାଯାଇଥିଲା, ଯେଉଁଥିରେ ସମସ୍ତ ମତ୍ସ୍ୟ ସଖୀ ଆଗ୍ରହ ପ୍ରକାଶ କରି ନିଜକୁ ପ୍ରଦର୍ଶନ କାର୍ଯ୍ୟରେ ନିୟୋଜିତ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଜ୍ଞାନରଞ୍ଜନ ସେଠୀ, ଲଳିତ କୁମାର ମହାନନ୍ଦ, ଦେବେନ୍ଦ୍ର କୁମାର ପଟେଲ, ପ୍ରକଳ୍ପ ପରିଚାଳକ ରିଲାଏନ୍ସ ଫାଉଣ୍ଡେସନ ଉପସ୍ଥିତ ରହି ମତ୍ସ୍ୟ ଚାଷୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ପ୍ରଦାନ କରାଯାଉଥିବା ବିଭିନ୍ନ ସରକାରୀ ଯୋଜନା ଏବଂ ସହାୟତା ଉପରେ ଆଲୋକପାତ କରି ଏକ ସ୍ୱୟଂ ସିଦ୍ଧ ସଫଳ ମତ୍ସ୍ୟଚାଷୀ ହେବା ଉପରେ ଉତ୍ସାହିତ କରିଥିଲେ। ଶ୍ରୀ ନିରାକର ଦର୍ଶନା ପ୍ରକଳ୍ପ ସଂଯୋଜକ କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିବା ବେଳେ ବିକାଶ ଚନ୍ଦ୍ର ଚଣ୍ଡୀ, ରବୀନ୍ଦ୍ରନାଥ ବେହେରୁକ, ସଦାନନ୍ଦ ନାଗ, ରବୀନ୍ଦ୍ର ନାୟକ, ଯୋଗେଶ୍ୱର ମାଝୀ, ଗୁଆଦେଇ ଭୋଇ, ମାଧବୀ ମାଝୀ ପ୍ରମୁଖ ସହଯୋଗ କରିଥିଲେ। ଖବର ପଛର ଖବରକୁ ଲୋକଲୋଚନକୁ ଆଣିବା, ଶାସନ ପ୍ରଶାସନ ପାଖରେ ସମାଜର ସୁର ରଖିବା ଏବଂ ସାଧାରଣ ଲୋକଙ୍କୁ ନ୍ୟାୟ ଯୋଗାଇ ଦେବାରେ ସହାୟକ ହେବା ପାଇଁ ଯୋଡ଼ି ହୁଅନ୍ତୁ ଆମ ସହିତ।